ଦେଖନ୍ତୁ RI ICT ସୁପରଭାଇଜର ARI ଅମିନ୍ ଆଉ SFSର ଏକ୍ଜାମ୍ ଡେଟ୍ ପଳେଇ ଆସିଛି। ଆଉ ଏକ୍ଜାମ୍ଟି CBRE ମୋଡ଼୍ରେ ହେବ 8 ଅକ୍ଟୋବର 2025ରୁ ମେ ବି କଣ୍ଟିନ୍ୟୁ ଅପ୍ ଟୁ ଥାର୍ଡ଼ ୱିକ୍ ଅଫ୍ ନଭେମ୍ବର ମାସର ଥାର୍ଡ଼ ୱିକ୍ ଯାଏ ଏକ୍ଜାମ୍ ଚାଲିପାରେ। ଇନ୍ ଅଲ୍ ଡିଷ୍ଟ୍ରିକ୍ଟ ଅଫ୍ ଦ ଷ୍ଟେଟ୍ର ସବୁ ଡିଷ୍ଟ୍ରିକ୍ଟରେ ଏ ଏକ୍ଜାମ୍ଟି ହେବ। ପ୍ରଥମ ପଏଣ୍ଟ କ'ଣ ଦେଲା, କ୍ୟାଣ୍ଡିଡେଟ୍ସ ଆର୍ ଆଡଭାଇସ୍ ଟୁ ଡାଉନଲୋଡ୍ ଦ ଆଡମିସନ୍ ଲେଟର୍ ବାଇ ଲଗିଂ ଇନ୍ ଦ ୱେବ୍ ପୋର୍ଟାଲ୍ ଅଫ୍ ଦ କମିଶନ୍। ତ ଏଠି କ'ଣ କରିବେ ନା, କ୍ୟାଣ୍ଡିଡେଟ୍ ମାନେ ସବୁ SSC.gov.in ୱେବସାଇଟ୍କୁ ଯାଇକି ସେଠି ୟୁଜର୍ ID ଆଣ୍ଡ ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିକି ତାଙ୍କର ଆଡ଼ମିସନ୍ ଲେଟର୍ଟା ଡାଉନଲୋଡ଼୍ କରିପାରିବେ। ସେକେଣ୍ଡ ପଏଣ୍ଟ ଦେଲା ଡେଟ୍ ଆଣ୍ଡ ଭେନ୍ୟୁ ଆଣ୍ଡ ଟାଇମିଂ। ଯେଉଁ ଏକ୍ଜାମ୍ର ଡେଟ୍, ତା'ର ଭେନ୍ୟୁ, ତା'ର ଟାଇମିଂ ଆଉ ସେଣ୍ଟର ଡିଟେଲ୍ସଟା ଆଡ଼ମିସନ୍ ଲେଟର୍ରେ ଆଭେଲେବୁଲ୍ ଥିବ। ଆଉ ନୋ ହାର୍ଡ଼ କପି ଅଫ୍ ଆଡ଼ମିସନ୍ ଲେଟର୍ ୱିଲ୍ ବି ସେଣ୍ଡ ଟୁ ଏନି କ୍ୟାଣ୍ଡିଡେଟ୍ ବାଇ ପୋଷ୍ଟ। ଆଉ କ୍ୟାଣ୍ଡିଡେଟ୍ମାନଙ୍କ ପାଖକୁ କୌଣସି ହାର୍ଡ଼ କପି ପୋଷ୍ଟାଲ୍ ମାଧ୍ୟମରେ ପଠାଯିବ ନାହିଁ। ଥାର୍ଡ଼ ପଏଣ୍ଟ କ'ଣ ଦେଲା, ଯେହେତୁ ଏକ୍ଜାମ୍ଟା ବହୁତ ଗୁଡ଼ା ସିଫ୍ଟରେ ହେବ, ସେଇଥିପାଇଁ କ'ଣ କରାହେଇଛି ନା ତା'ର ନର୍ମାଲାଇଜେସନ୍ ପ୍ରୋସେସ୍ ରଖାହେଇଛି। Extract of normalization methodology is available in SSC web portal for reference of candidates। 4 नंबर पॉइंट कौन देला, एग्जामिनेशन सेंटर हैव बीन आइडेंटिफाइड इन ऑल डिस्ट्रिक्ट। सब डिस्ट्रिक्ट रे एग्जामिनेशन सेंटर को आइडेंटिफाई करा जिवो, किंतु ड्यू टू इनएडिक्वेट इंफ्रास्ट्रक्चर कैपेसिटी at examination center, some districts, some candidates are allocated examination center other than their preferred district। ମାନେ ଯେଉଁଠି ଯେ ପ୍ରିଫରେନ୍ସ ଦେଇଥିବେ ଯେଉଁ ଡିଷ୍ଟ୍ରିକ୍ଟ ଏକ୍ଜାମ୍ ପାଇଁ, ଯେହେତୁ ପିଲା ଅତ୍ୟଧିକ ହେଇଯିବ, ସିଷ୍ଟମ୍ର କିଛି ଯଦି ହେଇପାରିବନି, ତାହେଲେ କ'ଣ କରାଯିବ ନା ସେଟାକୁ ଅଲଗା ଡିଷ୍ଟ୍ରିକ୍ଟରେ ବି ସେ ପକାଇ ପାରନ୍ତି। 5 ନମ୍ବର ପଏଣ୍ଟ କ'ଣ ଦେଲା ନା, PWD candidates having benchmark disability shall be allowed compensatory time of 30 minutes। ମାନେ କ'ଣ, ମାନେ ଏକ ଘଣ୍ଟାରେ 20 ମିନିଟ୍ ତାଙ୍କୁ PWD କ୍ୟାଣ୍ଡିଡେଟ୍ ମାନଙ୍କୁ ସମୟ ଦିଆଯିବ। ଯେହେତୁ 1.5 ଘଣ୍ଟା ପରୀକ୍ଷା, ଯେହେତୁ ଏକ ଘଣ୍ଟାରେ 20 ମିନିଟ୍ ଏକ୍ସଟ୍ରା ଟାଇମ୍ ଦିଆହେଉଛି, ଆଉ ଅଧା ଘଣ୍ଟା ପାଇଁ ଆଉ 10 ମିନିଟ୍ ଏକ୍ସଟ୍ରା ଦିଆଯିବ, ତେଣୁ ଫୁଲ୍ ଅଧା ଘଣ୍ଟା ତାଙ୍କୁ ଏକ୍ସଟ୍ରା ଟାଇମ୍ ଦିଆଯିବ। ଦ ପ୍ରିଲିମିନାରୀ ଏକ୍ଜାମିନେସନ୍ ମେଣ୍ଟ ଟୁ ସର୍ଭ ଆଜ୍ ଏ ସ୍କ୍ରିନିଂ ଟେଷ୍ଟ ଓନ୍ଲି। ଆଉ ଏଇ ଯେଉଁ ପ୍ରିଲିମିନାରୀ ଏକ୍ଜାମ୍ଟା କ'ଣ ହେବ, ଏଇଟା କେବଳ ସ୍କ୍ରିନିଂ ଟେଷ୍ଟ। ଆଉ ଏଇ ମାର୍କରୁ ସେ ଫାଇନାଲ୍ ଅର୍ଡ଼ର ଅଫ୍ ମେରିଟ୍ ଡିଟରମାଇନ୍ କରାଯିବ ନାହିଁ। 7 ନମ୍ବର ପଏଣ୍ଟ କ'ଣ ହେଲା, ଦ କମିଶନ୍ ରିଜର୍ଭ ଦ ରାଇଟ୍ ଟୁ ଚେଞ୍ଜ ଦ ଡେଟ୍ ଅଫ୍ ଏକ୍ଜାମିନେସନ୍ ଇନ୍ କେସ୍ ଅଫ୍ ଏନି ଇଭେଣ୍ଟ। ଯଦି ଅତି ଆବଶ୍ୟକ ପଡ଼ିଲା ତାହେଲେ କମିଶନ୍ ଏକ୍ଜାମ୍କୁ ଘୁଞ୍ଚେଇ ବି ପାରନ୍ତି। ଭଲ।